मॉर्निंग ओडिशा आज 20 डिसेम्बर बुधवार 10टी गुरुत्वपूर्ण खबर उपरे चलंतु नजर पकेबा। नंबर 1 लोकसभा रे 3 नुआ बिल उपस्थापित गृहीत हेले हटिबो इंग्रेज अमलर आईपीसी सीआरपीसी। संसदर शीतकालीन अधिवेशन उपस्थापित हेला 3टी नुआ बिल। अपराध आईन संपर्कित बिल तथा भारतीय न्याय संहिता, भारतीय साक्ष्य आईन और भारतीय नागरिक सुरक्षा संहिता। ଏହି ବିଲ୍ ଗୃହୀତ ହେବା ପରେ ଆଇପିସି ଏବଂ ସିଆରପିସି ହଟିବ। କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ବିଲ୍ 2023 ଲୋକସଭାରେ ପାରିତ ହୋଇଛି। ମଙ୍ଗଳବାର ଲୋକସଭାରୁ ଆଉ 49 ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଭାରତୀୟ ସଂସଦୀୟ ଇତିହାସରେ ଏହା ପର୍ଯ୍ୟନ୍ତ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଛି। ଫଳରେ ସଂସଦରୁ ନିଲମ୍ବିତ ହୋଇଥିବା ସାଂସଦଙ୍କୁ ସଂଖ୍ୟା 141କୁ ପହଞ୍ଚାଇ ଯାଇଛି। ନମ୍ବର 2 2024 ଫେବୃଆରୀରେ 3 ଦିନ ଧରି ହେବ ଭାଷା ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଆ ଭାଷାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି। 2024 ଫେବୃଆରୀ ମାସରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପାଇଁ ଐତିହ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। 2024 ମସିହା ଫେବୃଆରୀ ମାସରେ 3 ଦିନ ଧରି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ନମ୍ବର 3 ଅଭିଷେକ ହେବେ ମମତାଙ୍କ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କଲା ଦଳ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ହେବେ ତାଙ୍କ ରାଜନୈତିକ ଉତ୍ତରାଧିକାରୀ। ଭବିଷ୍ୟତରେ ସେ ହିଁ ସମ୍ଭାଳିବେ ଟିଏମସି ଗାଦି। ଏନେଇ ଅଫିସିଆଲ ଘୋଷଣା କରିଛନ୍ତି ଟିଏମସି ପ୍ରବକ୍ତା କୁନାଲ ଘୋଷ। ଏନେଇ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ମମତା ବାନାର୍ଜୀ ଆସନ୍ତା 2036 ମସିହା ପର୍ଯ୍ୟନ୍ତ ଦଳର ମୁଖିଆ ଭାବେ କାମ କରିବେ। ଆମେ ତାଙ୍କ ନେତୃତ୍ୱରେ କାମ କରିବୁ। ଏହାପରେ ତାଙ୍କୁ ଉତ୍ତରାଧିକାରୀ ଭାବେ ଅଭିଷେକ ବାନାର୍ଜୀଙ୍କୁ ଦଳର ମୁଖିଆ ଭାବେ ଅଭିଯୁକ୍ତ କରାଯାଇଛି। ନମ୍ବର 4 ଦକ୍ଷିଣ ତାମିଲନାଡୁରେ ବର୍ଷା ବିପାତ, ବନ୍ୟାରେ 3 ମୃତ୍ୟୁ। ଦକ୍ଷିଣ ତାମିଲନାଡୁରେ ପ୍ରକୃତିର ତାଣ୍ଡବ। 3 ଦିନ ପ୍ରବଳ ବର୍ଷାରେ ବେହାଲ ହୋଇଛି ଅଧିକାଂଶ ଜିଲ୍ଲା। ରାସ୍ତାଘାଟ ଜଳାବର୍ଣ୍ଣ ହୋଇଛି। ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ ବର୍ଷା ବିପାତ ଓ ବନ୍ୟା ଯୋଗୁଁ 3 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଆହତ ହୋଇଥିବା ବେଳେ ଫସି ରହିଛନ୍ତି ଶତାଧିକ। ଭାରତୀୟ ପାଣିପାଗ କେନ୍ଦ୍ର ରିପୋର୍ଟ ମୁତାବକ ତାମିଲନାଡୁ ଗତ 15 ଘଣ୍ଟାରେ 2 ଫୁଟ ବର୍ଷା ହୋଇଛି। କେବଳ ତୁରୁକୁଡି ଜିଲ୍ଲାରେ ରବିବାର 525 ମିଲିମିଟର ବର୍ଷା ହୋଇଛି। ଫଳରେ ତୁରୁକୁଡିରେ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ନମ୍ବର 5 ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ଆଡବାନୀ ଏବଂ ଯୋଶୀ। ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ଏଲକେ ଆଡବାନୀ ଓ ମୁରଲୀ ମନୋହର ଯୋଶୀ। ବିଶ୍ୱ ହିନ୍ଦୁ ପରିଷଦ ସଭାପତି 2 ପୁରୋଧା ଦେଇଛନ୍ତି ନିମନ୍ତ୍ରଣ ପତ୍ର। ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ। ସେହିଦିନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି ଭବ୍ୟ ଉତ୍ସବକୁ ନିମନ୍ତ୍ରିତ ହୋଇଛନ୍ତି ରାମ ମନ୍ଦିର ନିର୍ମାଣ ଅଭିଯାନର 2 ପୁରୋଧା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡବାନୀ ଏବଂ ମୁରଲୀ ମନୋହର ଯୋଶୀ। ବିଶ୍ୱ ହିନ୍ଦୁ ପରିଷଦ ସଭାପତି ଆଲୋକ କୁମାର ଏବଂ ପରିଷଦ ସଦସ୍ୟ ଆଜି ଆଡବାନୀ ଦିଲ୍ଲୀ ବାସଭବନରେ ପହଞ୍ଚି ନିମନ୍ତ୍ରଣ ପତ୍ର ଦେଇଛନ୍ତି। ନମ୍ବର 6 ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ଚିଠି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାମହିମ ରାଜ୍ୟପାଳ ରଘୁବର ଦାସ ଚିଠି ଲେଖିଛନ୍ତି। ଲୋକଙ୍କ ସମସ୍ୟା ଉପରେ ବିଚାର କରିବାକୁ ଚିଠି ଉଲ୍ଲେଖ କରି ପରାମର୍ଶ ଦେଇଛନ୍ତି। ଢେଙ୍କାନାଳ ଓ ଅନୁଗୁଳ ଗସ୍ତର ଅନୁମତି ନେଇ ଚିଠି ଦେଇଛନ୍ତି। ଗସ୍ତ ସମୟରେ ଗ୍ରାଉଣ୍ଡରେ ଲୋକଙ୍କ ମହାମହିମ ରାଜ୍ୟପାଳ ରଘୁବର ଦାସ ଭେଟିଥିଲେ। ଜୋରନ୍ଦାରେ ଥିବା ବୃଦ୍ଧାଶ୍ରମ ଜମିର ସମାଧାନ, ତାଳଚେରର ପାଣି ସମସ୍ୟାର ସମାଧାନ ପାଇଁ ମଧ୍ୟ ଚିଠି ଉଲ୍ଲେଖ କରାଯାଇଛି। ନମ୍ବର 7 ଯୋଗୀ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି। ଉତ୍ତରପ୍ରଦେଶର 57ଟି ଜିଲ୍ଲାରେ ସାଇବର ଥାନା ଖୋଲିବା ପ୍ରସ୍ତାବକୁ ମଞ୍ଜୁରୀ। ଉତ୍ତରପ୍ରଦେଶର ସାଇବର ଅପରାଧକୁ ରୋକିବା ପାଇଁ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟରେ ସାଇବର ଅପରାଧକୁ ରୋକିବା ପାଇଁ 57ଟି ଜିଲ୍ଲାରେ ସାଇବର କ୍ରାଇମ୍ ଷ୍ଟେସନ ସ୍ଥାପନ ପାଇଁ ପ୍ରସ୍ତାବ ଆଜି ମଞ୍ଜୁରୀ ହୋଇଛି। ଉନ୍ନାଓ, ରାଉବେରେଲି, ସୀତାପୁର, ଲକ୍ଷ୍ମୀପୁର ଖେରି, କାନପୁର ଦେହାଟ, ଇଟାୱା, ଫତେପୁର, ମିରଟ, ଗାଜିଆବାଦ ପରି 57ଟି ସ୍ଥାନରେ ଏହି ଷ୍ଟେସନ ନିର୍ମାଣ ହେବା ନେଇ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ତେବେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ନମ୍ବର 8 ବିଳମ୍ବିତ ରାତିରେ ବଡ଼ ଧରଣର ଭୂକମ୍ପରେ ଥରିଲା ଚୀନ, 111 ମୃତ୍ୟୁ। ଚୀନର ଗାଙ୍ଗସୁ ପ୍ରାନ୍ତରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.2 ରହିଛି। ଚୀନର ଭୂକମ୍ପ ନେଟୱାର୍କ କେନ୍ଦ୍ର ଅନୁସାରେ ସୋମବାର 11:59 ଉତ୍ତର ପଶ୍ଚିମ ଚୀନର ଗାଙ୍ଗସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଅନେକ ବଡ଼ ବଡ଼ କୋଠା ଧରାଶାୟୀ ହୋଇଛି। ମିଡିଆ ରିପୋର୍ଟ ଅନୁସାରେ ଗାଙ୍ଗସୁ ଏବଂ କିଙ୍ଗହୋଇ ପ୍ରାନ୍ତରେ 6.2 ତୀବ୍ରତାର ଭୂକମ୍ପ ଝଟକାରେ 111 ଜଣଙ୍କର ମୃତ୍ୟୁ ଘଟିଲାଣି। ଶତାଧିକ ଲୋକ ଆହତ ହୋଇଛନ୍ତି। ଏହି ଅଞ୍ଚଳରେ ଉଦ୍ଧାର କାମ ଜୋରଦାରରେ ଚାଲିଛି। ନମ୍ବର 9 ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି। ଦୁବାଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2024 ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇପିଏଲ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି ସାଜିଛନ୍ତି ମିଚେଲ। 24.75 କୋଟି ବିକ୍ରି ହେଲେ ମିଚେଲ ଷ୍ଟାର୍କ। ଅଷ୍ଟ୍ରେଲିଆ ଖେଳାଳି ମିଚେଲ ଷ୍ଟାର୍କଙ୍କୁ କିଣିଲା କୋଲକାତା। ତେବେ ପ୍ରଥମ ଥର ପାଇଁ ଅପସନ୍ ବିଦେଶରେ ଆରମ୍ଭ ହୋଇଛି। ନିଲାମ ପ୍ରକ୍ରିୟା ମୋଟ 333 ଖେଳାଳି ନାମ ରହିଥିଲା ବେଳେ 10ଟି ଫ୍ରାଞ୍ଚାଇଜ 77 ଖେଳାଳିଙ୍କୁ କିଣିପାରିବେ। ଏଥିରେ 241 ଜଣ ଭାରତୀୟ ଖେଳାଳିଙ୍କ ନାମ ରଖାଯାଇଛି। ସେହିପରି ବିଦେଶରୁ 119 ପ୍ଲେୟାର ନାମ ରଖାଯାଇଛି,
ଯେଉଁଥିରେ 111 କ୍ୟାପ୍ ଏବଂ 215 ଅନକ୍ୟାପ୍ ଖେଳାଳି ଅଛନ୍ତି। ନମ୍ବର 10 IPL 2024ରେ ଚେନ୍ନାଇ ସୁପର କିଙ୍ଗ ପାଇଁ ଖେଳିବେ ଶାର୍ଦୁଲ ଠାକୁର। ଶାର୍ଦୁଲ ଠାକୁର IPL 2024 ସିଜନରେ ଚେନ୍ନାଇ ସୁପର କିଙ୍ଗ ପାଇଁ ଖେଳିବେ। ଚେନ୍ନାଇ ସୁପର କିଙ୍ଗ IPL ନିଲାମରେ ଶାର୍ଦୁଲ ଠାକୁର 4 କୋଟିରେ କିଣିଛନ୍ତି। ଶାର୍ଦୁଲ ଠାକୁରଙ୍କ ମୂଳ ମୂଲ୍ୟ 2 କୋଟି ଥିଲା। ଏହି ଖେଳାଳି ପାଇଁ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ ଟେଣ୍ଡର କରିଛନ୍ତି। କିନ୍ତୁ ଚେନ୍ନାଇ ସୁପର କିଙ୍ଗ 4 କୋଟି ଟଙ୍କାର ଖର୍ଚ୍ଚ କରି ଦସ୍ତଖତ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଶାର୍ଦୁଲ ଠାକୁର ଚେନ୍ନାଇ ସୁପର କିଙ୍ଗର ଏକ ଅଂଶ ଥିଲେ। ଏଥିସହିତ ଶାର୍ଦୁଲ ଠାକୁରଙ୍କ ହଳଦିଆ ଜର୍ସିରେ ଦେଖିବାକୁ ମିଳିବ।